ରକ୍ତ ପିଉଛି 53 ନମ୍ବର ଜାତୀୟ ରାଜପଥ। ବାଇକ୍ ଦୁର୍ଘଟଣାରେ ଜଣେ ମୃତ, 2 ଗୁରୁତର। ଶୁକ୍ରବାର ରାତିରେ 53 ନମ୍ବର ସୁକିନ୍ଦା ଜାତୀୟ ରାଜପଥରେ ସୁକିନ୍ଦା ଛକ ନିକଟରେ ଏକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁକିନ୍ଦା ଥାନା ଅନ୍ତର୍ଗତ ଲେମ୍ବ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କେନ୍ଦୁଆକଣ ଗ୍ରାମର ବାସିନ୍ଦା ବୁଦୁ ସୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡିବୁର ଡାଙ୍ଗିଲଙ୍କ ପୁଅ ତୁରି ଡାଙ୍ଗିଲ ଓ ତୁରାମ ବୁଦୁଆଙ୍କ ପୁଅ କୁଶାଲ ବୁଦୁଆ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ସେମାନେ ଏକ ବାଇକ୍ରେ ଭୁବନରୁ ଫେରୁଥିବା ସମୟରେ ସୁକିନ୍ଦା ଛକ ନିକଟ ରାଜପଥରେ ଅବରୋଧ ବାଡ଼ରେ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ଦେଖି ତୁରନ୍ତ ସୁକିନ୍ଦା ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ ବିଭାଗର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୁଦୁସାଇଙ୍କୁ ମୃତ ଘୋଷଣା କରିବା ସହ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଦୀର୍ଘ ବର୍ଷ ଧରି ସମ୍ପୃକ୍ତ ସ୍ଥାନରେ ରାଜପଥ ବନ୍ଦ ଥିଲେ ମଧ୍ୟ ଆବଶ୍ୟକୀୟ ସୂଚନା ଫଳକ ନଥିବା କାରଣରୁ ଶତାଧିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପ୍ରଶାସନ ମାଧ୍ୟମରେ ଜାତୀୟ ରାଜପଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ନ ହେବାରୁ ଦୁର୍ଘଟଣା ଘଟିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।